ଜୟ ଜଗନ୍ନାଥ। ତ ମୁଁ ଏଇଠି ସକାଳୁ ଉଠି ଚା ଆଉ ପିଠା କରି ଖାଇ ଦେଇଥିଲି। ତ ଖାଇସାରିଲା ପରେ ମୋର ଟିକେ କିଛି କାମ ଥିବାରୁ ମୁଁ ବାହାରକୁ ପଳେଇ ଯାଇଥିଲି। ବାହାରୁ ଆସିକି ଦେଖେ ତ ଯେଉଁ କାଳିଆ କୁକୁର ଗୋଟେ ଥିଲା, ସିଏ ଯେହେତୁ ଏବେ ତା'ର ଛୁଆ ଜନ୍ମ ହେବାର ଅଛି, ତ ସେ 2 ଦିନ ହେଲା ଖାଇବାକୁ ହିଁ ଆସୁନି। ତ ମୁଁ ତାକୁ ଖୋଜି ଖୋଜି ଦେଖିଲା ବେଳକୁ ସେ ଏଇ ଭିତରେ ଶୋଇଛି ଆସିକି। ତ ଯେହେତୁ ସିଏ ତା'ର ପ୍ରେଗନେଣ୍ଟ ଅଛି, ଛୁଆ ଜନ୍ମ ହେବାର ଅଛି, ତ ଏତେ କଷ୍ଟ ତାକୁ ହେଉଛି, ସେ 2 ଦିନ ହେଲା ସେଠି ଅଛି। ତାକୁ ଦେଖି ବହୁତ କଷ୍ଟ ହିଁ ଲାଗୁଥିଲା। ମୋତେ ଲାଗିଲା କି ତାକୁ ଭୋକ ଲାଗୁଛି, ଯେହେତୁ ସିଏ ଖାଇବା ଦେବୁ ଦେବୁ ଆଗ ପଳେଇ ଆସେ। ତ ଏବେ 2 ଦିନ ହେଲା ନ ଆସିବାରୁ ମୁଁ ତାକୁ ଖୋଜିଲା ବେଳକୁ ସେଇ ଭିତରେ ଆସିକି ଶୋଇଛି। ତ ବୋଧେ ତା ଦେହ ବହୁତ ଖରାପ ଲାଗୁଛି। ତ ତାକୁ ସେଠି ବିସ୍କେଟ୍ ଦେଇଥିଲି ଟିକେ। ତ ତାକୁ ଦେଖିଲେ ହିଁ ବହୁତ କଷ୍ଟ ଲାଗୁଥିଲା ମୋତେ। ତ ତାପରେ ଆସିକି ଘରେ ଦେଖିଲା ବେଳକୁ ଆଜି ବାବାଙ୍କ ଅଫିସରୁ ଦୀପାବଳି ପାଇଁ, ଯେହେତୁ କାଲି ଦୀପାବଳି ଅଛି, ତ ଆଜି ଗୋଟେ ମିଠା ପ୍ୟାକେଟ୍ ପଳେଇ ଆସିଥିଲା। ତ ମୁଁ ଖୋଲି ଦେଖିଲା ବେଳକୁ ଲଡ଼ୁ ଆସିଯାଇଛି। ତ ତା କିଛି ସମୟ ପରେ ଆଉ ଗୋଟେ ପ୍ୟାକେଟ୍ ଘରକୁ ପଳେଇ ଆସିଥିଲା, ମିଠା ପ୍ୟାକେଟ୍। ତ ସେଇଟା ବି ଟିକେ ଖୋଲିକି ଦେଖିଥିଲି। ମୁଁ ଭାବିଲି ଆଉ କିଛି ଅଲଗା ମିଠା ଥିବ, ତ ଦେଖିଲା ବେଳକୁ ସେଇ ଲଡ଼ୁ ହିଁ ମିଠା ଆସିଥିଲା। ତ ସବୁ ବର୍ଷ ଏମିତି ଦିୱାଲିରେ ବାବାଙ୍କ ଅଫିସରୁ ତ ଆସେ। ତ ଏ ବର୍ଷ କିନ୍ତୁ ଏକ୍ସଟ୍ରା 2ଟା ପ୍ୟାକେଟ୍ ହିଁ ଆସିଥିଲା ମିଠା। ତ ଏତିକି ଦେଖି ସାରିଲା ପରେ ମୁଁ ଖାଇବା ପାଇଁ ପଳେଇଥିଲି ଲଞ୍ଚରେ ଆଜି ସବୁ ଟିକେ ପୋଡ଼ା ସିଝା ହେଇଥିଲା। କାରଣ ଏତେ ତରକାରୀ ପତ୍ର ସବୁବେଳେ ଖାଇକି ଭଲ ଲାଗୁନି, ତ ଏବେ ଟିକେ ସଜ ଭାତରେ ଏମିତି ଚକଟା ଚକଟି କରି ଖାଇଥିଲେ ଟିକେ ଭଲ ଲାଗୁଛି। ତ ବୋଉ ଏଠି ଜହ୍ନି ପୋଡ଼ିକି ଟମାଟୋ ପୋଡ଼ିକି ନେଇ ଆସିଥିଲା, ଆଳୁ ସିଝେଇଥିଲା। ତାକୁ ମୁଁ ବୋଉକୁ କହିଲି ତୁ ଟିକେ ଚକଟି ଦେ। କାରଣ ଆମେ ଯେତେବେଳେ ଛୋଟ ଥିଲୁ ବୋଉ ଏମିତି ହିଁ ଚକଟି ଦିଏ। ତ ଆମେ ଖାଇକି ଉଠିଦେବୁ, ସିଏ ତା'ର ଖାଇଲା ବେଳେ ଯେତେବେଳେ ଚକଟେ ଖାଏ, ତା'ର ସେଇ ଚକଟା ଦେଖିକି ଆମେ ପୁଣି ବସି ପଡ଼ୁ ତା ସହିତ ଖାଇବା ପାଇଁ। ତ ସେଥିପାଇଁ ମୁଁ ଆଜି ତାକୁ କହିଲି ତୁ ହିଁ ଚକଟା। ଆମେ ତ ସବୁବେଳେ ଚକଟୁଛୁ, କିନ୍ତୁ ବୋଉ ହାତର ଚକଟାଟା ଟିକେ ବେଶୀ ଭଲ ଲାଗେ। ତ ସେଥିପାଇଁ ତାକୁ କହିଲି ତୁ ଟିକେ ଚକଟି ଦେ। ତ ସେ ପୁରା ବଢ଼ିଆ ସେ ଚକଟି ଦେଲା। ତ ସଜ ଭାତ ହିଁ ହେଇଥିଲା। ସଜ ଭାତ ସହିତ କଲରା ଚିପ୍ସ ବି ଛଣା ହେଇଥିଲା, ଆଉ ଆମ୍ବୁଲ କଟା ହେଇଥିଲା। ତ ଏମିତି ସବୁ ଲଗେଇକି ଖାଇ ଦେଇଥିଲୁ ଆଉ। ଶୋଇପଡ଼ିଥିଲି। ଶୋଇକି ଉଠିଲା ପରେ ଏଇଠି ବାବା ରାମ ଦୋକାନର ବରା ଆଉ ଆଳୁଚପ ନେଇ ଆସିଥିଲେ। ମୁଁ ଗରମ ଗରମ ଚା ଅଦା ପକେଇ କରିଦେଇଥିଲି, ତ ଖାଇ ଦେଇଥିଲି। ଆଉ ନିଜର ମିନି ବ୍ଲଗ୍ କେମିତି ଲାଗୁଛି ଜଲ୍ଦି ସବସ୍କ୍ରାଇବ୍ କରନ୍ତୁ। ରହୁଛି। ଜୟ ଜଗନ୍ନାଥ।